କାନ୍ଦିଲେ ରୋହିତ, କାନ୍ଦିଲେ ବିରାଟ, ହାର୍ଦ୍ଦିକ ଓ ସିରାଜ। ଏ ଅଶ୍ରୁ ଆନନ୍ଦର, ଏ ଅଶ୍ରୁ ବିଜୟର। ଜୋହାନ୍ସବର୍ଗ ପରେ ଭାରତୀୟ ଖେଳାଳି ଓ ଫ୍ୟାନ୍ସଙ୍କ ଲୁହରେ ଭିଜିଲା ବ୍ରିଜ୍ ଟାଉନ୍। ୱେଷ୍ଟଇଣ୍ଡିଜ୍ର ବାର୍ବାଡୋସ୍ରେ ଟିମ୍ ଇଣ୍ଡିଆ ଟି-20 ବିଶ୍ୱ ବିଜେତା ହେବା ପରେ ଆନନ୍ଦରେ ଆତ୍ମହରା ହୋଇଥିଲେ ଖେଳାଳି। ଅଧିନାୟକ ରୋହିତ ଶର୍ମା ମ୍ୟାଚ୍ ଜିତିବା ପରେ ଭାବବିହ୍ୱଳ ହୋଇଯାଇଥିଲେ। ଆଉ ପଡ଼ିଆରେ ମୁହଁ ପୋତି ଶୋଇ କାନ୍ଦିବାକୁ ଲାଗିଥିଲେ। ଶେଷ ଓଭର ଶେଷ ବଲ୍ ପରେ ବିଜୟ ଖୁସିରେ ଉପ ଅଧିନାୟକ ପାଣ୍ଡ୍ୟାଙ୍କ ଆଖିରୁ ନିଗିଡ଼ି ଯାଇଥିଲା ଆନନ୍ଦର ଲୁହ। ତାଙ୍କୁ ଖୁସିରେ ଚୁମ୍ବନ କରିଥିଲେ ରୋହିତ। ଇଣ୍ଟରଭ୍ୟୁ ସମୟରେ ହାର୍ଦ୍ଦିକ ଏହାକୁ ଶବ୍ଦରେ ବର୍ଣ୍ଣନା କରିପାରୁନଥିଲେ। ଅହମ୍ମଦାବାଦ ଦିନିକିଆ ବିଶ୍ୱକପ୍ ପରାଜୟ ଲୁହକୁ ପୋଛି ଦେଇଛି ବ୍ରିଜ୍ ଟାଉନ୍ର ଆନନ୍ଦର ଅଶ୍ରୁ। ଟି-20 ଫାଇନାଲ ମ୍ୟାଚ୍ରେ ଟିମ୍ ଇଣ୍ଡିଆ 7 ରନ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବାର୍ବାଡୋସ୍ରେ ବିଜୟ ତ୍ରିରଙ୍ଗା ପୋତିଛି। 17 ବର୍ଷ ପରେ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଇତିହାସ ରଚିଛି ଭାରତ। ଫାଇନାଲ ଟ୍ରଫି ହାତେଇବା ପରେ ଏକ ଭିନ୍ନ ଷ୍ଟାଇଲ୍ରେ ସେଲିବ୍ରେସନ୍ କରିଥିଲେ ହିଟ୍ମ୍ୟାନ୍। ଫୁଟବଲ ଷ୍ଟାର ମେସିଙ୍କ ଭଳି ବିଶ୍ୱକପ୍ ଟ୍ରଫି ଉଠାଇଥିଲେ ରୋହିତ ଆଣ୍ଡ କୋ। ଟ୍ରଫିକୁ ଧରି ପୁରା ଷ୍ଟାଡିୟମ ବୁଲିଥିଲେ କୋଚ୍, ଖେଳାଳି ଓ ଟିମ୍ ଷ୍ଟାଫ୍। ଖାଲି ଏତିକିରେ ଥମି ନଥିଲା ବିଜୟ ଉଲ୍ଲାସ। ବିରାଟ, ଅର୍ଶଦୀପ, ରିଙ୍କୁ ସିଂ, ଅକ୍ଷର ପଟେଲ ପଡ଼ିଆରେ ନାଚ ଗୀତର ଆସର ଜମାଇଥିଲେ। ପଞ୍ଜାବୀ ବିଟ୍ରେ ନାଚିଥିଲେ ସମସ୍ତେ। ରୋହିତ ଶର୍ମା ବିଜୟ ପରେ ଦର୍ଶକଙ୍କୁ ହାତ ଯୋଡ଼ି ନମସ୍କାର କରିବା ସହିତ ବାର୍ବାଡୋସ୍ ପିଚ୍ ମାଟିକୁ ଆନନ୍ଦରେ ଖାଇବାକୁ ଲାଗିଥିଲେ। 17 ବର୍ଷ ପରେ ଇତିହାସ ଦୋହରାଇଛି ଟିମ୍ ଇଣ୍ଡିଆ। ଦିନିକିଆ ବିଶ୍ୱକପ୍ ପରାଜୟ ଶୃଙ୍ଖଳକୁ ଭାଙ୍ଗି ଟି-20ରେ ବିଶ୍ୱକପ୍ରେ ଅପରାଜୟ ରହିଛି। ଏପଟେ କୋଚ୍ ରାହୁଲ ଦ୍ରାବିଡଙ୍କୁ ବିଦାୟୀ ବେଳେ ସର୍ବଶ୍ରେଷ୍ଠ ଉପହାର ମିଳିଛି। ଡ୍ରେସିଂ ରୁମ୍ରେ ବସିଥିବା ରାହୁଲ ଦ୍ରାବିଡ ଉତ୍ସାହରେ ଲମ୍ଫ ମାରିଥିଲେ। ବିଜୟରେ ଆତ୍ମହରା ହେବାର ଏହା ଥିଲା ପ୍ରକୃତ ମୁହୂର୍ତ୍ତ। ଏପଟେ ଭାରତରେ ମୌସୁମୀ ବର୍ଷାରେ ଦୀପାବଳି ହୋଇଥିଲା। ରାତି 11ଟା ପରେ ବି ଚେଇଁଥିଲା ଦେଶ। ଆତସବାଜି କରିବା ସହିତ ବିଶ୍ୱକପ୍ ବିଜୟରେ ଖୁସି ମନାଉଥିଲା। ବ୍ୟୁରୋ ରିପୋର୍ଟ, ପ୍ରମେୟ ନ୍ୟୁଜ୍ 7 ଡିଜିଟାଲ।